ବାସ୍ତବିକ ଯେଉଁଟା ଦରକାର ସେଟା ଆମକୁ ବି ଛାଡ଼ିବାକୁ ପଡ଼ିବ। କାହିଁ ଗୋଟେ ଘର ସକାଶେ ମେଡ଼ିକାଲକୁ ଅସୁବିଧା ହେବ ଏଇଟା ବି ଆମେ ବି ଚାହୁଁନି। ବାସ୍ତବିକ ଯେଉଁଟା ସେଟା ଦରକାର, କିନ୍ତୁ ଯେଉଁଟା ଦରକାର ନୁହେଁ ସେଟା ଯେ ନେଲେ ଗରିବ ଲୋକ ସବୁ ମରିଯିବେ। ଆମେ ଏଠି 50-60 ବର୍ଷ ସାର ରହିଛି, ତେଣୁ ଆମକୁ ଥଇଥାନ ଆମକୁ ଗଭର୍ଣ୍ଣମେଣ୍ଟ ପଟା ଦିଆହେଇଛି। ଏଠି ତ 50-60 ବର୍ଷ ହେଲା ବସ୍ତି ହେଇନଥିଲା। ହଁ କିଏ କହୁଛି ହେଇନି? ଏଇଟା ଯୋଉ ଘରଟା ଆପଣ ଦେଖୁଛନ୍ତି ଏଟା କବାଡ଼ିଆ ଘର ଭଳିଆ ନାଇଁ ଆମ ବସ୍ତି କଥା କହୁଛି। ଭାଙ୍ଗୁନାହାନ୍ତି ସେ ନା ନା ବସ୍ତି ନା ଏଟା ବି ତାପରେ ଏଟା ତଥାପି 20-25 ବର୍ଷ ହେଇଛି। ଯେତିକି ଦରକାର ଗଭର୍ଣ୍ଣମେଣ୍ଟ ନିଅନ୍ତୁ ସାର୍, ଯେତିକି ଦରକାର ନିଅନ୍ତୁ, ବାକି ସବୁ ଗରିବ ଦୁଃଖୀ ସବୁ ହଇରାଣରେ ପଡ଼ିବେ ସାର୍। ସରକାର ଯାହା ଦରକାର ଆମର ବାଟ ପାଇଁ ନିଅନ୍ତୁ ସାର୍, ଆମେ ସେଟା ମନା କରୁନୁ। 30-35 ଫୁଟ କହିଲେ କଣ ଯାଇ ଆଜ୍ଞା ଆମର ଦୋକାନ ସବୁ ପୁରା ଭିତରକୁ ଆମର ଯୋଉଟା କି 30-35 ଫୁଟ କହିଥିଲେ, ତାପରେ ଏବେ ନେଉଛନ୍ତି 100 ଫୁଟ ପରେ। ସେଟା ଗରିବ ଦୁଃଖୀ ପୁଣି ସାଙ୍ଗେ ସାଙ୍ଗେ ଏଟା ଡିସିସନ ନେଲେ। ଦେଖନ୍ତୁ ଏଟା କେତେ ଠିକ୍ ସାର୍। ଆମ୍ବୁଲାନ୍ସ ଯିବା ଦରକାର ନା ନାହିଁ? ଆମ୍ବୁଲାନ୍ସ ଯିବା ଦରକାର ସାର୍। ବାଟ ପୁରା ଆମର ଏମ୍ସ ମେଡିକାଲ ଅଛି ମାନେ ବାଟ ପାଇଁ ବାଟ ଦରକାର। ଆପଣଙ୍କର 35 ଫୁଟ ନିଅନ୍ତୁ କି 50 ଫୁଟ ନିଅନ୍ତୁ କି 100 ଫୁଟ ନିଅନ୍ତୁ, ଆପଣ ଆକୁରେଟ୍ ଯେମିତି ନୋଟିସ ବାଡେଇଲେ ସେମିତି ଆକୁରେଟ୍ କହିବା କଥା ଯେ ନାଇଁ ଦେଖ ତମେ ମେନ୍ ରୋଡ ଠୁ 100 ଫୁଟ ତମେ ଡିଷ୍ଟାନ୍ସରେ ଯାହା ଦୋକାନ ବି ଅଛି ତମେ ଖାଲି କର। ଆପଣ ଖାଲି କଣ ବାଡେଇଲେ କହିଲେ ଯେ ଆମର ରୋଡ ପାଇଁ ଆମ ରାସ୍ତା କ୍ଲିୟର କର, କିନ୍ତୁ ସେମିତି ପର୍ଟିକୁଲାର କହିନାହାନ୍ତି ଯେ ତମେ 15 ଫୁଟ କି 20 ଫୁଟ କି 50 ଫୁଟ ଛାଡ। ତେଣୁକରି ଆମେ ବହୁତ ହଇରାଣ ହଉଛୁ। ମୁଁ ଗୋଟେ ହ୍ୟାଣ୍ଡିକ୍ୟାପ୍ଟ ପିଲା ଆଜ୍ଞା, ମୁଁ ଗୋଟେ ହ୍ୟାଣ୍ଡିକ୍ୟାପ୍ଟ ପିଲା, ଛୋଟିଆ ଦୋକାନଟେ କରିଥିଲି। ମୋ ପରିବାର ମୁଁ ଫ୍ୟାମିଲି କେମିତି ମେଣ୍ଟେନ କରିବି?